ଆପଣଙ୍କ ଜୀବନୀ ବିଷୟରେ କିଛି ଜାଣିବା ପାଇଁ ଚାହିଁବି ବିଶେଷ ଭାବରେ ଆପଣଙ୍କର ପିଲାଦିନ ପାଠ ପଢ଼ା ପରେ କେମିତି ରାଜନୀତିକୁ ଆସିଲେ। ପ୍ରକୃତରେ ମୁଁ କହେ ଯେ ସୁଅ ମୁହଁରେ ପତର ବୋଲି। ଯେମିତି ଗୋଟେ ପତର ତାର ନିଜତ୍ୱ ନଥାଏ, ସେ ପାଣିର ସୁଅ ତାକୁ ଯୁଆଡ଼େ ଭସେଇକି ନିଏ, ସେ ପତ୍ର ସିଆଡ଼େ ସିଆଡ଼େ ଭାସିକି ଯାଏ। ମଣିଷ ଜୀବନଟା ମୋତେ ଲାଗେ ସୁଅ ମୁହଁରେ ପତର। ଆମେ କୁଆଡ଼େ ଯିବା ଆମେ କେହି ଜାଣିନୁ। ମୋର କେବେ କଳ୍ପନା ଭାବନା ନଥିଲା ଯେ ମୁଁ ରାଜନୀତି କରିବି, ରାଜନୀତିକୁ ପ୍ରବେଶ କରିବି। ମୁଁ ଦେଖନ୍ତୁ ଆମ ଗାଁଟା ପାଇକମାଲ, ବରଗଡ଼ ଜିଲ୍ଲାର ଗୋଟେ ଛୋଟିଆ ଗାଁଟେ। ଏବେ ବଢ଼ି ସବୁ ଜାଗା ବଢ଼ୁଛି, ବଢ଼ୁଛି ଟିକେ। ଛୋଟିଆ ଗାଁ, ଗ୍ରାମ ପଞ୍ଚାୟତ ହେଡ଼କ୍ୱାର୍ଟର। ସେଇଠି 70 ବର୍ଷ ତଳେ ମୋ ବାପା ଅଜା ମା ଆସିକି ଗୋଟେ ଛୋଟ ଝୁପୁଡ଼ି ଘର କରିଥିଲେ ଏବଂ ଗୋଟେ ଛୋଟିଆ ଚା ଦୋକାନ ଆରମ୍ଭ କରିଥିଲେ। ଅରିଜିନାଲ ଗାଁଟା ହେଉଛି ଗାଇସିଲେଟ୍ ବିଜେପୁରରେ। ନୂଆପଡ଼ାରେ ଆଗରୁ ଘର ଥିଲା, ହୋଟେଲଟେ ବି ଛୋଟ ହୋଟେଲ ଥିଲା। ସେଇଠୁ ଦେଶ ସ୍ୱାଧୀନ ହେଲା ପରେ ଯେଉଁ ରାଜବାଟୀ ଏରିଆ ଖାଲି କଲେ, ଆମ ପରିବାର ସେଇଠୁ ଉଠିକି ଆସିଲେ। ଉଠିକି ଗାଇସିଲେଟ୍ ଯିବା କଥା, ଚାଷ କରିବା କଥା। କିନ୍ତୁ ପାଇକମାଲ ଯେଉଁ ଗାଁରେ ଆମେ ଅଛୁ, ମୋର ନିଜର ଗାଁ, ଯେଉଁଠି ମୋର ଜନ୍ମ ଗାଁ, ସେ ଗାଁର କିଛି ପୁରୁଣା ଲୋକ, ସେ ସମୟରେ ତ ଜଙ୍ଗଲ ଥିଲା। 51-52 ମସିହାର କଥା। ମୋ ବାପା ଅଜାଙ୍କୁ ଦେଖିକି କହିଲେ, ଭାଇ ତମର ତ ହୋଟେଲ ଥିଲା, କୁଆଡ଼େ ଯାଉଛ? ନା ଆମେ ବନ୍ଦ ହୋଇଗଲା, ଆମେ ଗାଁକୁ ଯାଉଛୁ। ଏଇଠି ଗୋଟେ ଝୁପୁଡ଼ି କରିକି ହୋଟେଲଟେ କର, ଏଠି ଚଲିବ। ସେଇଠି ଗୋଟେ ଜାଗା ସେମାନେ ଦେଲେ, ଗୋଟେ ଚାଲ ଫାଲ କରି ଝୁପୁଡ଼ିଟେ କଲେ, ଚା ଦୋକାନଟେ ପକୋଡ଼ି ଦୋକାନଟେ କଲେ ଏବଂ ସେଇଠି ସେ ପରିବାର ରହିଲେ। ଏବଂ ପରବର୍ତ୍ତୀ ସମୟରେ ଆଜି ଯେଉଁଠି ଘର ଅଛି, ନରସିଂହନାଥ ଗଲାବେଳକୁ ଲେଫ୍ଟ ସାଇଡ଼୍ରେ କିଛି ଜାଗା ନେଲେ, ସେଇଠି ଘର, ସେ ଜାଗାଟା ଏବେ ବି ସେମିତି ଅଛି। ତ ମୁଁ ସେ ଘରୁ ଜନ୍ମ ନେଇଛି ଏବଂ ସ୍କୁଲ ସମୟଟା ସେ ଗାଁରେ କଟିଛି। କଲେଜ ମୁଁ ଯେତେବେଳେ ହାଇସ୍କୁଲରେ ଫାର୍ଷ୍ଟ କ୍ଲାସ୍ ଫାର୍ଷ୍ଟ ମାର୍କ ଥିଲା, ସେ ସମୟରେ 82 ମୁଁ ମେଟ୍ରିକ୍ ପରୀକ୍ଷା ଦେଲି। ମୋ ବାପା ଦାଦାଙ୍କର ଇଚ୍ଛା ଥିଲା ଯେ ବାବୁ ଗୋଟେ ଡକ୍ଟର କରିବା। ମୁଁ ଜିଏମ୍ କଲେଜରେ ଆଡ଼ମିସନ୍ ନେଲି। ହଁ, ଆଇସି ଆଡ଼ମିସନ୍ରେ ନେଲି ସେ ସମୟରେ ଏବଂ ଆଇସି ଆଡ଼ମିସନ୍ ନେଲି, ପାଠ ପଢ଼ିଲି। ଜିଏମ୍ କଲେଜରେ ବଡ଼ ଭାଇ ସେଇଠି ଚାକିରି କରୁଥିଲେ, ବିଜୟ କୁମାର ପୁରୋହିତ, ମାଇନିଂ ଅଫିସରେ। ତାଙ୍କ ଘରେ ରହିକି ପାଠ ପଢ଼ିଲି। କିନ୍ତୁ ମୁଁ ମୋ ଜୀବନର ସତ କଥା ନ କହିଲେ ହେବ ନାହିଁ। ମୁଁ ସେ ସମୟରେ ମୋତେ ଲାଗିଲା ଯେ ମୁଁ ଏଇ ଯେଉଁ ସିନେମା ଜଗତରେ ପ୍ରବେଶ କରିବି। ସିନେମା ଜଗତରେ ପ୍ରବେଶ କରିବା ପାଇଁ ଚାହିଁଲେ? ମୁଁ ଚାହିଁଲି ଗୋଟେ ସିନେମା ଜଗତରେ ପ୍ରବେଶ କରିବା, ଆଉ ସେଥିରେ ଆଉ ଟିକେ ପ୍ରଭାବୀ ହେବ, ଆଉ କିଛି କାମ ଦେଶ ପାଇଁ କରିହେବ। କାହିଁକି ସେମାନେ ଯାହା କହୁଛନ୍ତି ତାକୁ ଲୋକେ ଗ୍ରହଣ କରୁଛନ୍ତି, ଆଉ ସେମାନେ ଗୋଟେ ଫିଗର ହେଇଯାଉଛନ୍ତି। ମୋ ମୁଣ୍ଡରେ ଢୁକିଲା। ମୁଁ ଚାହିଁଲି, ମୁଁ ନିଜେ ନିଜେ ପ୍ରାକ୍ଟିସ୍ କଲି। ଆଉ ସେ କାରଣରୁ ମୋ ମାଇଣ୍ଡଟା ପୁରା ଡାଇଭର୍ଟ ହୋଇଯିବା କାରଣରୁ ମୁଁ ସେ ସମୟରେ ଆଇସି ପରୀକ୍ଷାରେ ଫେଲ୍ ବି ହେଲି। ଏବଂ ମୁଁ ପୁନା, ଆପଣ ଯେଉଁ ଇନଷ୍ଟିଚ୍ୟୁଟ୍ ଅଛି ପୁନାରେ, ଯେଉଁଠୁ ଏମାନେ ଟ୍ରେନିଂ ଦିଅନ୍ତି ସମସ୍ତେ କଳାକାରମାନେ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପୁନା ସିନେମା ଟେକ୍ନିକାଲରେ, ମୁଁ ସେଠି ଆଡ଼ମିସନ୍ ନେବା ପାଇଁ କାଗଜପତ୍ର ବି ମଗାଇଲି। ମୋ ମାଆଟା ପୁଅ ପ୍ରିୟ, ଛୋଟ ପୁଅ। ମୋ ମା କହିଲେ, ନାଇଁ ନାଇଁ ତୋତେ ମୁଁ ଛାଡ଼ିବିନି, କୁଆଡ଼େ ଯିବୁ ତୁ, ପୁନା ନାଇଁ, ଏଠି ତୁ ଯାଇପାରିବୁନି। ତାପରେ ବନ୍ଦ ହୋଇଗଲା ସେଟା। ତାପରେ ଆଉ ଥରେ ପରୀକ୍ଷା ଦେବା କଥା ଘରେ। ସେ ସମୟରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ପାଇଁ ଗୋଟେ ଜନ ଆନ୍ଦୋଳନ ଆରମ୍ଭ ହେଉଥିଲା, ଯେଉଁଥିରେ ଆପଣଙ୍କ ନା ସବୁଠୁ ବଡ଼ ଚେହେରା ଭାବେ ଉଭା ହେଲା। ତ ମୁଁ ଭାବିଲି ତାପରେ ଛାଡ଼, ସିନେମା ଫିନେମା କିଛି ନାହିଁ। ଗନ୍ଧମାର୍ଦ୍ଦନ ପାହାଡ଼, ନରସିଂହନାଥ, ଯେଉଁଠି 60-70 ବର୍ଷ ଧରିକି ଆମ ପରିବାର ଏଠି ଅଛୁ, ଆମେ ଗନ୍ଧମାର୍ଦ୍ଦନକୁ ବଞ୍ଚାଇବା ଲୋକ। ମୁଁ ତାପରେ ଆଉ ପରୀକ୍ଷା ଦେଲିନି। ମୁଁ ଗାଁରେ ରହିକି ସାଇକେଲ ଧରିଲୁ। ସେ ଆନ୍ଦୋଳନରେ ଗାଁ ଗାଁରେ ସଭା ସମିତି ମିଟିଂ ଆନ୍ଦୋଳନ ହେବ। କେଉଁଠି ବାଲକୋର ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ଼ ପାଇଥିଲା କମ୍ପାନୀ ଖଣି ଖୋଲିବା ପାଇଁ, ତା ଗାଡ଼ି ସାମନାରେ ଚକାରେ ଶୋଇଦିଅ, କେଉଁଠି ଇଏ କର। ଲମ୍ବା ଆନ୍ଦୋଳନ ଚାଲିଲା 10 ବର୍ଷ ପର୍ଯ୍ୟନ୍ତ। କିନ୍ତୁ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ଆପଣଙ୍କୁ ଗୋଟେ ନୂଆ ଚେହେରା ଭାବରେ ସାମ୍ନାକୁ ଆଣିଲା, ଆପଣଙ୍କ ବ୍ୟକ୍ତିତ୍ୱକୁ ରାଜନୈତିକ ପରିବେଶ ଭିତରକୁ ଟାଣି ଆଣିଲା। ହଁ, ନିଶ୍ଚିତ ରୂପେ ଗନ୍ଧମାର୍ଦ୍ଦନ ଆନ୍ଦୋଳନରୁ ହିଁ ମୋର ଛବି ତିଆରି ହେଲା। ମୁଁ ଯେଉଁ ଗାଁ ଗାଁ ବୁଲିଲୁ, ସାଇକେଲ ଯାତ୍ରା ଜାଣିଲୁ, ଭାଷଣ ଦେବାର ଆରମ୍ଭ କଲୁ, ନାଚିବା ଗୀତ ଗାଇବା, ଲୋକଙ୍କ ସହ ମିଶିଲୁ, ସେଇଠୁ ମୁଁ ରାଜନୀତି ଶିଖିଲି, ସେଇଠୁ ଲୋକଙ୍କ ସହ ମିଶିବା ଶିଖିଲି। ପରେ ବିଜେପି ସହ କେମିତି ସାମିଲ ହେଲେ? ଦେଖନ୍ତୁ, ମୁଁ ନରସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଭାପତି ଥିଲି 90ରୁ 95 ପର୍ଯ୍ୟନ୍ତ। ଏବଂ ସେ ସମୟରେ 95 ପରେ ଯେତେବେଳେ ଜନତା ବିଜେଡ଼ି ସରକାର, ଆପଣ ତ ସେ ସମୟରେ ଜନତା ଦଳର ସରକାର ଥିଲା 90ରୁ 95 ପରେ କଂଗ୍ରେସ ସରକାର ଆସିଲା, ଜାନକୀ ବାବୁ ହେଲେ। ସେ ସମୟରେ ବିଭିନ୍ନ ଇସ୍ୟୁ ନେଇକି ସେମାନେ ମୋ ବିରୋଧରେ ଲଢ଼ିଲେ ଏବଂ ସେ ସମୟରେ ମୁଁ ଦେଖିଲି ଯେ ମୋର ବିଚାରଧାରା, ମୁଁ କୌଣସି ଦଳରେ ମିଶିବିନି, ଏମିତି ଥିଲା। ତାପରେ ଦେଖିଲି ଯେ ଗୋଟେ ଦଳ ନହେଲେ ଏଇ ଲୋକ ରାଜନୀତି ସୃଷ୍ଟି ହେବ ନା ଏଠି। ମୁଁ ନିଷ୍ପତ୍ତି ନେଲି, ମୋର ଯେଉଁ ବିଚାରଧାରାର ଦଳ, ଯେ ରାଷ୍ଟ୍ରପ୍ରେମ ଦଳ ଭାରତୀୟ ଜନତା ପାର୍ଟି, ଏ ପାର୍ଟିରେ ହିଁ ସାମିଲ ହେଲେ ମୁଁ କିଛି କରିପାରିବି। କେବେ ସାମିଲ ହେଲେ? ମୁଁ 1996 ମସିହାରେ ବୋଧେ ନଭେମ୍ବର ଡିସେମ୍ବରରେ ସମ୍ବଲପୁରରେ
सुरेंद्र लाट से समय आम कोषाध्यक्ष थे आम पार्टीर एवं डॉक्टर देवेंद्र प्रधान राज्य सभापति थे से राज्य सभापति थिला समय सामिल होते नेतृत्व में बीजेपी रे सामिल होते किंतु 2000 निर्वाचन आपण स्वाधीन भाव में लड़िले बोली कहले हाँ मु 2000 जितले मेंट है आपण मु 96 मिसिले 2000 रे मेंट हो गला मेंट है आपंकर से बीजेडी भाग पड़ा से आमर कार्यकर्ता मैंने कहले ये कहले जे ना आम जी बीजेडी कैंडिडेट ये तो गुंडागर्दी अत्याचार करुच्ची बढ़ुची मारपीट करुच्ची आम ये लड़वा इंडिपेंडेंटली आम बीजेपी वाला सपोर्ट देवा नहीं एवं लोकंर आग्रह एवं बीजेपी कार्यकर्ता आग्रह कारण मुझे समय स्वाधीन प्रार्थी भाव फाइल कली एवं से समय लड़िली स्वाधीन प्रार्थी हिसाब से प्रथम थर निर्वाचन लड़िबार अनुभूति कौन थिला देखो तो नामांकन पत्र आम साइकल दाखल कर 500 साइकल धरिकी पाइक मालू पदमपुर नामांकन पत्र से 30 किलोमीटर तो 500 लोक से साइकल जाकि आम नामांकन पत्र करूँ एवं साइकल मैक्सिमम प्रचार साइकल आम से समय करूँ गोटे निरा था जो गाँव को गले लोके जमुले भाषण शुणुले लोके खुशी होते लोक तो सब जगह थे किंतु भोट प्रक्रिया लोक लगे जे जीतवा भाया स्थित ना बहुत भोट कमी जाए तो से समय भी सही स्थिति थी किंतु खुशी लगे से समय लोकंर स्नेह ममता से 2000 निर्वाचन आज पर्यंत से समान स्नेह ममता मो पाऊँ लोक यार भितर मु गोटे निर्दिष्ट प्रश्न आपण सामने रखापी चाहिए जदि आपण राजनैतिक कैरियर को देखा जाए तेज आंदोलन ठारू गंधमार्दन सुरक्षा पर निर्वाचन राजनीति गोटे लंबा यात्रा आपण करिसेंती किंतु निर्वाचन मैदान रे सफलता टिके कम मिली कि समय अवधि को जदि आकलन करबा आप दुईटा कथा मत लगुच विफलता बेले खाली गोटे विफलता को देखुची 2000 स्वाधीन निर्वाचन लड़िबार विफलता मु कहीं मुझे जीतबी मु से स्थिति रे लड़ी थी अच्छा 2009 रे जीतबार स्थिति नथिला मेंट प्रथमे भागी थिला बीजेपी रु टिकट हेबो बीजेपी पार्टी रे लड़ियो प्रचार हेबो किंतु जीतबार स्थिति रे नथिला मु सेटा को विफलता बोली देखु नै ओके 2014 रे मु जीतिली मो पाई सफलता थिला से न जीतबार स्थिति रे मु जीती थिली 2019 रे मु जीतबा कथा किंतु हारीगली मोर से विफलता थिला से गोटे विफलता मुझे देखुची 2022 उपनिर्वाचन रे बीजेडी रो जो इंटेलिजेंस रिपोर्ट गला एवं धामनगर रे आम प्रार्थी जीतवा परे एवं इंटेलिजेंस सीबीआई क्राइम ब्रांच रिपोर्ट गला जे प्रदीप पुरोहित पदमपुर रे जीतबा इलेक्शन एवं से जो शक्ति और सामर्थ्य से माने लगेले बीजेडी वाला सेठी जेते ताकत लगेले स्ट्रेटेजी तैयारी कले जेहेतु से रिपोर्ट पाइले जे मु जीतुची बोली एवं सेठी मु हारिले एवं मु देखुଥିଲି से समय बुलाबुली कला समय लोकंकर भावना तो ठीक थिला किंतु बीजेडी जो स्ट्रेटेजी लड़ूला डरैबा धमकाइबा पुलिस को लगेबा आम लोक किणाबिका करवा पैसा देवा मु से समय हारिली किंतु मु भी सेटा भी विफलता बोली भावु नै राजनीति रे तो उत्थान एवं पतन उभय थाए एवं एहारी भितरे आपणक मन में एमती किसी स्वप्न रही कि जे निर्दिष्ट कौन से स्थान में पहुँचले आप संपूर्ण आत्मसंतोष लाभ करेंगे आगामी भविष्य में नहीं देखो मु जो जगार अच्छी मु जो जगार थी मु गंधमार्दन आंदोलन रे थी आत्मसंतोष लाभ करी मु एमएलए हेली आत्मसंतोष लाभ कली मु 2019 निर्वाचन रे हारीगली जदियो निर्वाचन हारिबा समयटा कष्ट दिए किंतु तापर पुणी मु खुशी हेली किसी असुविधा नहीं से तो मु आरंभ कहली हार जीत अनेक नेता निराश हो पड़ती किंतु आपण भली अनेक व्यक्तित्व रही जो माने प्रकृतिर अन्य उदाहरण सृष्टि करती जो माने हारिकी मध्य जीति जाती से मु भावुची मते आत्मसंतोष मु जो जगह रही मो पाई से आत्मसंतोष कौ जगह को गले आत्मसंतोष अधिका हेबी कि एमती भावना नहीं मु जो जगह अच्छी कि जो जगह पहुँची सेटा मो पाई आत्मसंतोष जगह है।